ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ମାଧ୍ୟମରେ କରାଯାଇଥିବା ୟୁଜିସି ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ଏହାକୁ ନେଇ ବେଶ୍ ବିବାଦ ଦେଖିବାକୁ ମିଳିଛି। ୟୁଜିସି ନେଟ୍ ପରୀକ୍ଷାକୁ ବାତିଲକୁ ନେଇ ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ସେମାନେ ପରୀକ୍ଷାରେ ଅନିୟମିତତା ସମ୍ପର୍କରେ ସୂଚନା ପାଇଥିଲେ। ଏହାପରେ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା। ଏଥିସହିତ ଏହି ମାମଲାର ଯାଞ୍ଚ କରୁଥିବା ତଦନ୍ତକାରୀ ସଂସ୍ଥା ସିବିଆଇକୁ ମିଳିଛି ବଡ଼ ସୂଚନା। ଏହି ମାମଲାରେ ତଦନ୍ତ କରିବା ପରେ ସିବିଆଇ ସୂତ୍ରରୁ କୁହାଯାଇଛି ଯେ ୟୁଜିସି ନେଟ୍ ପେପର ଲିକ୍ ହୋଇଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ଡାର୍କ ୱେବ୍ରେ ଅପଲୋଡ୍ କରାଯାଇଥିଲା ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି। ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି କି ୟୁଜିସି ନେଟ୍ ପ୍ରଶ୍ନପତ୍ର କେଉଁଠାରୁ ଲିକ୍ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି କି ପ୍ରଶ୍ନପତ୍ର ଜୁନ୍ 17ରେ ଲିକ୍ ହୋଇଥିଲା। ଏହାପରେ ଏହାକୁ ଏକ ଏନକ୍ରିପ୍ଟେଡ୍ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିଲା।